how to prevent the hair fall, right? So let me record it. ହେୟାର ଫଲ୍ ଯୋଉମାନଙ୍କର ହଉଛି ଏ ଭିଡିଓ ଆପଣମାନଙ୍କ ପାଇଁ ବହୁତ ଉପାଦେୟକାରୀ ହେବ କାରଣ ଏଥିରେ ଆପଣ ବେସିକ ଜିନିଷ ବୁଝିଯିବେ ହେୟାର ଫଲ୍ କୁ କେମିତି ପ୍ରୋଟେକ୍ଟ କରିବା କେମିତି ରୋକିବା କାରଣ କୋଉ ଟାଇପର ହେୟାର ଫଲ୍ ଅଛି ଏ ବିଷୟରେ ଆମେ ଡିଟେଲ୍ସ ଚର୍ଚ୍ଚା କରିବା ଓକେ ସୋ ହେୟାର ଫଲ୍ ଯୋଉଟା ହୁଏ ଆପଣ ଦେଖିବେ ବହୁତ ଲୋକ ମାନେ ଇଟ୍ସ ଏ ଗ୍ରେଟ୍ କଜ ଅଫ କନସର୍ନ ୟେସ୍ ସାର୍ ମୋର ଚୁଟି ଝଡୁଛି କଣ କରିବି ସମଟାଇମ୍ସ ସାଇକୋଲୋଜିକାଲ ଇସ୍ୟୁ ବି ପଳେଇ ଆସେ ଏଥିରେ ଆଉ ଚୁଟି ଝଡିଗଲାଣି କଣ କରିବି ହେଁ it can be an important sign of systemic disease also. Okay? ତ ସେଇ ବିଷୟରେ ଆମେ ଚର୍ଚ୍ଚା କରିବା କଣ ସିଷ୍ଟମିକ ଡିଜିଜ ହେଇଥାଇପାରେ ଏହାର କ୍ଲାସିଫିକେସନ କଣ କେତେ ପ୍ରକାର ରହୁଛି ଆପଣ ଦେଖିବେ ମୋଷ୍ଟଲି ଥ୍ରୀ ଟାଇପ୍ସ ଗୋଟେ ହଉଛି ସ୍କାରିଂ ଏଲୋପେସିଆ ମାନେ ଚୁଟି ଝଡିଯିବା ଠିକ ଅଛି ଯୋଉଥିରେ ସ୍କାରିଂ ମାନେ କଣ ସ୍କାର ହେଇଯିବ ଆପଣଙ୍କର ସେଇ ଜାଗାରେ ପୁରା ବାଲ୍ଡନେସ୍ ହେଇଯିବ ସେଠି ସ୍କାର ହେଇଯିବ ଓକେ ଯୋଉଥିରେ କି ଆପଣ ଦେଖିବେ କୌଣସି ଯଦି କେମିକାଲ ପଡିଗଲା ଆପଣଙ୍କ ଚୁଟିରେ ଏସିଡ ପଡିଗଲା ବେଳେ ବେଳେ ସମ୍ ସିଷ୍ଟମିକ ଡିଜିଜ ଯେମିତିକି ସେଲୁଲାଇଟିସ୍ ଟ୍ୟୁମର୍ସ ଅର୍ ସମ୍ ବୁଲସ୍ ଡିଜିଜ ଥାଏ ସମଟାଇମ୍ ନନ୍ ସ୍କାରିଂ ଆଲୋପେସିଆ ଯୋଉଥିରେ କି ହେୟାର ଲସ୍ ହବ ୱିଦାଉଟ୍ ପରମାନେଣ୍ଟ ଡେଷ୍ଟ୍ରକ୍ସନ ଅଫ ଦ ହେୟାର ଫୋଲିକିଲ ମାନେ ହେୟାର ଫୋଲିକିଲ ଥିବ ଆଉ ଥରେ ହେୟାର ସେଠି ଆସିବ ବହୁତ ଲୋକ ଭାବନ୍ତି ହେୟାର ମାନେ ଥରେ ଝଡିଗଲା ମାନେ ଆଉ ଥରେ ଉଠିବନି ନୋ ଏମିତି ନୁହଁ ହେୟାର ଫୋଲିକିଲ ପ୍ରିଜର୍ଭ ହେଇକି ଥାଏ ପାର୍ଟିକୁଲାରଲି ନନ୍ ସ୍କାରିଂ ଆଲୋପେସିଆ କଥା କହୁଛି ମୁଁ ଓକେ ଯେମିତିକି ମୋଷ୍ଟ କମନ ଏନାଜେନ୍ ଏଫ୍ଲୁଭିୟମ ମୁଁ କହିବି ତା ବିଷୟରେ କେମିତି ଆପଣ ବୁଝିବେ ତାକୁ ଜେନେରାଲ ଟାଇପ ହେୟାର ସାଇକେଲ କଣ ତାକୁ ଟିକେ ବି ବୁଝିଯିବା ଆମେ ଓକେ ତ ସାଇକେଲ କଣ ସେଟା ଟିକେ ବୁଝିଗଲେ ଆପଣଙ୍କୁ ଇଜି ହେଇଯିବ ଦେଖନ୍ତୁ ଯୋଉ ହେୟାର ଗ୍ରୋ ଅଛି ନା ତାର ତିନିଟା ଫେଜ ଅଛି କଣ ଅଛି ତିନିଟା ଫେଜ ଆପଣ ଲେଖନ୍ତୁ ଥ୍ରୀ ଫେଜେସ୍ ଅଫ ହେୟାର ଯୋଉ ଗ୍ରୋ କରେ ଏଇଟା ହଉଛି ହେୟାର ଫୋଲିକିଲ ଆପଣ ଜାଣିଥିବେ ଏଇଟା ସ୍କାଲ୍ପ ରୁ ବାହାରିଲା ଏଇଟା ହେୟାର ଫୋଲିକିଲ ହେଲା ଏହାକୁ ଆମେ ପ୍ରଥମ ଫେଜ ଟା ଯୋଉଟା ଏନାଜେନ୍ ଫେଜ ବୋଲି କୁହାଯାଏ ଏଇଟା ହଉଛି ଫାର୍ଷ୍ଟ ଫେଜ ଏନାଜେନ୍ ଫେଜ ମାନେ କଣ ଏଇଟା ଗ୍ରୋଥ ଫେଜ एक्टिव ग्रोथ फेज 3 to 6 years ଲାଗିଯାଏ ଏନାଜେନ୍ ଫେଜ କେତେ ଟାଇମ ଲାଗେ 3 to 6 years ଲେଖନ୍ତୁ ଏନାଜେନ୍ ପରେ ଗୋଟେ ଅଛି କାଟାଜେନ୍ ଫେଜ କାଟାଜେନ୍ ଫେଜରେ କଣ ଟ୍ରାନଜିସନ ଫେଜ ମାନେ ଅଳ୍ପ ଅଳ୍ପ ଚୁଟି ଝଡ଼ିଥାଏ ଦ୍ୟାଟ୍ସ କଲ୍ 1 to 2 weeks ଗୋଟେରୁ 2 ସପ୍ତାହ କାରଣ ଚୁଟି ଯେତେବେଳେ ମାନେ ସମ୍ ଆମେ ଯେମିତି କହିଥାଉ ସେଲ୍ ଆପଣଙ୍କ ଡିଫରେନ୍ସ ସେଲ୍ସ ଯେତେ ଟାଇମ ହେଇଯାଏ ସେ ମରିଯାଏ ଯେମିତି ଆରବିସି ରେଡ୍ ବ୍ଲଡ ସେଲ୍ସ ତାର ଲାଇଫ ସ୍ପାନ କେତେ ଏନିବଡି କ୍ୟାନ୍ नो ଆମର ବ୍ଲଡ ସେଲ ର ଲାଇଫ ସ୍ପାନ କେତେ ବ୍ଲଡ ସେଲ୍ ଆରବିସି ର ଲାଇଫ ସ୍ପାନ କେତେ ଏନିବଡି ଏନି ଆଇडिଆ ଜଷ୍ଟ टाइप इन द चैट बॉक्स कि 90 डेज 90 to 120 डेज वेरी गुड 90 to 120 डेज थाए सेमती ଆପଣଙ୍କର ଗୋଟେ ହେୟାର ସେଲ ର ପାର୍ଟିକୁଲାରଲି ଆପଣ ଯଦି କହିବା ସେ ହେୟାର ରାଇଟ ତାର ଲାଇଫ ସାଇକେଲ କେତେ 3 to 7 years 3 to 7 years ବୁଝିପାରିଲେ ସେ କଣ କରିବ ଚୁଟିଟା ଝଡ଼ିବ ପୁଣି ନୂଆ ଚୁଟି ଏଠୁ ବାହାରିବ ଫୋଲିକିଲ ଟା କିନ୍ତୁ ପ୍ରିଜର୍ଭ ହେଇକି ଥିବ ଏଇଟା ହେୟାର ଫୋଲିକିଲ ଥାଏ ଏଠି ସେ ପୁଣି ବାହାରିବ ଆଉ ଗୋଟେ ହେୟାର ହେବ ପୁଣି କହୁଛି ଓକେ ତ ଆଉ ଲାଷ୍ଟ ଫେଜ କଣ ଟିଲୋଜେନ ଫେଜ ରେଷ୍ଟିଂ ଫେଜ ବୋଲି କୁହାଯାଏ ଓକେ यस सो प्लीज मेक द नोट्स यस यस प्लीज मेक द नोट्स एनाजेन फेज कैटाजेन फेज होची सेकेंड फेज थर्ड फेज होची टिलोजेन फेज तार पीरियड केते 5 to 6 weeks तापरे अगेन रिटर्न टू एनाजेन फेज पुणी ग्रोथ फेज को आसीबो 3 to 7 years पर से झड़िबो आउ थरे से ग्रोथ फेज को आसीबो बुझिहेला न्यू हेयर ए न्यू हेयर फॉर्मेशन हो ଆପଣ ଭାବନ୍ତୁନି କି ଥରେ ଝଡ଼ିଗଲା ମାନେ ପୁରା ଝଡ଼ିଗଲା
ଓକେ, ମାନେ କେବେ ଆଉ ବାହାରିବନି। କୋଉମାନେ ଏମିତି ଭାବୁଥିଲେ, ମାନେ ଥରେ ଝଡ଼ିଲା ମାନେ ଆଉ କେବେ ବାହାରିବନି, ରୁଟ୍ ଫୋଲିକିଲରୁ ପଳେଇଲା। ବହୁତ ଲୋକ ଏମିତି ଭାବୁଥାନ୍ତି। ୟେସ୍ ଅର୍ ନୋ? କୋଉମାନେ ଏମିତି ଭାବୁଥିଲେ କି ଥରେ ଝଡ଼ିଲା ମାନେ ଆଉ କେବେ ବାହାରିବନି? ଏମିତି ନୁହଁ ଆକ୍ଚୁଆଲି। ବୁଝିପାରିଲେ? ଆପଣ ଏ ଫେଜ୍ କୁ ଟିକେ ବୁଝନ୍ତୁ। ହେୟାର ଗ୍ରୋଥ ର ଯେମିତି ଆରବିସି ରେଡ୍ ବ୍ଲଡ ସେଲ୍ କଥା ମୁଁ ବୁଝେଇଲି ଆପଣଙ୍କୁ, ତାର 120 ଡେ ସାଇକେଲ। 120 ଡେ ହେଲା ମାନେ ସେ ମରିଯିବ, ଆଉ ଗୋଟେ ସେଲ୍ ପୁଣି ବଡି ଜେନେରେଟ କରିଦବ। ତା ମାନେ ନାହିଁ କି ଆପଣଙ୍କ ବ୍ଲଡ ସରିଯିବ। ଆପଣ ବ୍ଲଡ ଦେଲା ପରେ କିଛି ଦିନ ପରେ ଆପଣଙ୍କ ବଡି ପୁଣି ବ୍ଲଡ ସେଲ୍ କ୍ରିଏଟ କରିଦବ। ବୁଝିପାରିଲେ? ସो ସେମିତି ଭାବନ୍ତୁ ନାହିଁ। ଆକ୍ଚୁଆଲ ଜିନିଷ ଯୋଉଟା ହଉଛି, ଆପଣଙ୍କ ହେୟାର ପୁଣି ରିସାଇକେଲ କରିଥାଏ। ଦାନ୍ତ ଯେମିତି ଛୋଟ ପିଲାମାନଙ୍କର ଭାଙ୍ଗିଲା ପରେ ପୁଣି ଆଉ ଗୋଟେ ଦାନ୍ତ ସେଠୁ ବାହାରିଥାଏ, ଏକ୍ସାମ୍ପଲ ସେଟା ମୁଁ ଦଉଛି ଆପଣଙ୍କୁ। ଇଟ୍ସ ଲାଇକ୍ ଦ୍ୟାଟ୍, ରାଇଟ୍? ସୋ ଆପଣଙ୍କ ହେୟାର ପୁଣି ସେଠୁ ଗ୍ରୋ ହେବା ଷ୍ଟାର୍ଟ ହୁଏ। ସୋ ଆପଣଙ୍କ ବଡ ଡର ପଳେଇଲା ଫାଷ୍ଟ, ଯୋଉ ଡରୁଥିଲେ କି ଆପଣ ସାର୍ ଥରେ ଗଲା ମାନେ ସବୁଦିନ ପଳେଇଲା, ଏମିତି ନୁହଁ। ଏକ୍ସେପ୍ଟ ଇନ୍ ସମ୍ ଡିଜିଜ୍ ଲାଇକ୍ ଯୋଉଠି ସ୍କାରିଂ ଫାରିଂ ହେଇଯିବ, ସେଇଠି ଅଲଗା ଜିନିଷ। ବଟ୍ 90% କେସରେ ସେ ହେୟାର ଆଉ ଥରେ ଆସିବ ଆପଣଙ୍କର। ଏଇ ଫୋଲିକିଲ ଆମେ ଏଇ ରୁଟ୍ ଟାକୁ ଷ୍ଟ୍ରଙ୍ଗ କରିବାର ଅଛି। ଏଇଠି କଣ କଣ ଜିନିଷ ଦେବାର ଅଛି ସେଇଟା ହିଁ ବତେଇବା ଆପଣଙ୍କୁ, ଠିକ ଅଛି? ଏଇ ଡାଇଗ୍ରାମ ଟା ବହୁତ ଇମ୍ପୋର୍ଟାଣ୍ଟ। ତିନିଟା ଫେଜ୍ ଥାଏ। ଏନାଜେନ୍ ଫେଜ୍ 3 to 6 years, କାଟାଜେନ୍ ଫେଜ୍ 1 to 2 weeks, ଆଉ ଟିଲୋଜେନ୍ ଫେଜ୍ ହେଲା 5 to 6 weeks। ଆଉ ଫିର ରିଟର୍ନ ଟୁ ଏନାଜେନ୍ ଫେଜ୍ କରିବ, ସେଠୁ ପୁଣି ହେୟାର ଗ୍ରୋ ଷ୍ଟାର୍ଟ ହବ ଫୋଲିକିଲରୁ। ଠିକ ଅଛି? ସୋ ବୁଝିଗଲେ ଏଟା? ଭେରି ଗୁଡ୍। ସୋ नो ନିଡ୍ ଟୁ ୱରି ଫର ଦ୍ୟାଟ୍ କି ଆପଣ ଯୋଉ ଭାବୁଥିଲେ କି ଥରେ ଗଲା ମାନେ ଯିବ ପୁରା, नो, ଏମିତି ନୁହଁ ଆକ୍ଚୁଆଲି। ଦିସ୍ ଦ ମିଥ୍। ଓକେ, ତ ଏଇଟା ହେୟାର ସାଇକେଲ ବୋଲି କୁହାଯାଏ। ଏଇ ଯୋଉ ଜିନିଷଟା ଏବେ ଆପଣଙ୍କୁ ବତେଇଲି ମୁଁ, ଏଇଟା ଆମ ମେଡିକାଲ ପିଲାଙ୍କ ପାଠ, ଏହାକୁ ହେୟାର ସାଇକେଲ ବୋଲି କୁହାଯାଏ। ଠିକ ଅଛି? ଏନାଜେନ୍, କାଟାଜେନ୍, ଟିଲୋଜେନ୍, ରାଇଟ୍? ତ ଏଇଠୁ ପୁରା ହେୟାର ପ୍ରିଜର୍ଭ ହେଇକି ଥାଏ, ଦେଖନ୍ତୁ ଏଇଠି। ଠିକ ଅଛି? ଏଇଠି ପୁରା ଫୋଲିକିଲରୁ ପୁଣି ଡର୍ମାଲ ପାପିଲାରୁ ପୁଣି ବାହାରିବ ହେୟାର ଟା, ଧୀରେ ଧୀରେ ଗ୍ରୋ ଗ୍ରୋ କରି 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 ଆପଣଙ୍କର ଆସିବ। ବୁଝିଲେ? କଣ ହୁଏ ଦେଖନ୍ତୁ, ହେୟାର ଫଲର ମ୍ୟାକ୍ସିମମ୍ କେସରେ କାରଣ ମୁଁ ଏବେ ଆପଣଙ୍କୁ ବୁଝଉଛି। କାରଣ କାରଣ ନ ଜାଣିଲେ ଆପଣ ଏହାକୁ ରୋକି ପାରିବେ ନାହିଁ। ଦେଖନ୍ତୁ, ଏଇଠି ସିବାସିୟସ୍ ଗ୍ଲାଣ୍ଡ ବି ଥାଏ, ଯୋଉଠି ହେୟାରକୁ ମାନେ ପ୍ରୋଟେକ୍ଟ କରିଥାଏ ଡିଫରେଣ୍ଟ ଆପଣଙ୍କ ସିବମ୍ ଏଣ୍ଡ ଅଲ୍ ଦିସ୍ ଥିଙ୍ଗ। ବଟ୍ ଯେତେବେଳେ ଏଠି ଇନଫେକ୍ସନ ହବ ଆପଣଙ୍କର, ଦେଖିବେ ଏଇ ଜାଗାରେ ଇନଫେକ୍ସନ ହବ। କଣ ଆପଣ ଯୋଉ କହୁଛନ୍ତି ରୁପି ହଉଛି, ଡ୍ରେଣ୍ଡ୍ରଫ ହଉଛି ସାର୍ ମୋର ବାରମ୍ବାର, ଦ୍ୟାଟ୍ ଇଜ ମୋଷ୍ଟଲି କଲ୍ଡ ଫଙ୍ଗାଲ ଇନଫେକ୍ସନ। ଫଙ୍ଗାଲ ଇନଫେକ୍ସନ ଆଉ କିଛି ନୁହଁ, ସେଟା ଫଙ୍ଗସ ଟା। ଫଙ୍ଗାଲ ଇନଫେକ୍ସନ କୁହାଯାଏ ତାକୁ। ଲେଖନ୍ତୁ, ଫଙ୍ଗାଲ ଇନଫେକ୍ସନ। ଆମେ ତାକୁ ଟିନିଆ କ୍ୟାପିଟିସ୍ ବୋଲି କହିଥାଉ। ଇଂରାଜୀ ଭାଷାରେ ଟିନିଆ କ୍ୟାପିଟିସ୍, ଟି କ୍ୟାପିଟିସ୍ ବୋଲି କହିଥାଉ ଫଙ୍ଗାଲ ଇନଫେକ୍ସନ। ଆମେ ଏଇ କେସରେ କଣ କରୁ? କିଟୋକୋନାଜଲ ଶ୍ୟାମ୍ପୁ, ଲେଖନ୍ତୁ, କିଟୋକୋନାଜଲ ଶ୍ୟାମ୍ପୁ ଦେଇଥାଉ ଆମେ। ସପ୍ତାହକୁ ଥରେ ୟୁଜ କରିବା ପାଇଁ କହିଥାଉ। ଯୋଉମାନଙ୍କର ବେଶୀ ଉପି ହଉଥାଏ, ଯୋଉମାନଙ୍କର ବେଳେ ବେଳେ କଣ ଉକୁଣି ହଉଥାନ୍ତି, ଉକୁଣି ଆସିବ ଏଠି ରହିଯିବ, ସେଠି ଆମେ କଣ କରୁ? ଆଇଭରମେକ୍ଟିନ ସିରପ ଦେଇଥାଉ। ଅବଶ୍ୟ ଆପଣଙ୍କ ଡକ୍ଟର ଯାହାକୁ ଦେଖେଇବେ ସେ ବି ଦେଇପାରିବେ, ଆମେ ବି ଦେଇଥାଉ କାରଣକୁ ଦେଖିକି। କାରଣ ଜବ ତକ ଆମେ କାରଣକୁ ଦେଖିବାନି ନା, ଓନ୍ଲି ଅନ୍ଧାରରେ ବାଡି ବୁଲେଇଲେ ହବ ନାହିଁ। ଯଦି ଉକୁଣି ହଉଛନ୍ତି ଆପଣଙ୍କର, ଉକୁଣି ପାଇଁ କଣ ଦେବା? ଆଇଭରମେକ୍ଟିନ। ୟେସ୍, ମନେ ରଖନ୍ତୁ, ଏହାର ବି ଗୋଟେ IVER, ଆଇଭରମେକ୍ଟିନ ବୋଲି ଗୋଟେ କଣ ଅଛି, ଶ୍ୟାମ୍ପୁ ଅଛି, ସିରପ, ସିରପ ଟାଇପର। ଆପଣ ଦେଖିବେ ଲୋସନ ଟାଇପର ଅଛି, ଲଗେଇବାକୁ ପଡେ ସପ୍ତାହକୁ ଥରେ। ଆଇଭରମେକ୍ଟିନ, ଉକୁଣି ସବୁ ମରିକି ପଳେଇବେ। ଆଇଭରମେକ୍ଟିନ, ଓକେ? ଆଇଭରମେକ୍ଟିନ। ଆଉ ଏଇଟା ତ କିଟୋକୋନାଜଲ ଗଲା, ଏଥିରେ ଉପି କିମ୍ବା ଡେଣ୍ଡ୍ରଫ ସବୁ ପଳେଇଲା। ଆଣ୍ଟି ଡେଣ୍ଡ୍ରଫ ଶ୍ୟାମ୍ପୁ ଯୋଉଟା କହୁଛୁ ଆମେ, ରାଇଟ? ତାପରେ ଦେଖନ୍ତୁ, ହେୟାର ଯୋଉ ଏଠି ଗ୍ରୋ ହଉଛି, ଏଇ ଯୋଉ ଫୋଲିକିଲ ଯଦି ଏଠି ବ୍ଲଡ ଫ୍ଲୋ ଯଦି ନହେଲା, ବ୍ଲଡ ଫ୍ଲୋ କଣ ପାଇଁ ହୁଏ ନାହିଁ? ଇନସୁଲିନ ରେଜିଷ୍ଟାନ୍ସ ପାଇଁ ହୁଏ ନାହିଁ, ମନେ ରଖନ୍ତୁ। ଇନସୁଲିନ ରେଜିଷ୍ଟାନ୍ସ ପାଇଁ ହୁଏ ନାହିଁ। ବାରମ୍ବାର ମୁଁ କହିସାରିଛି, ଇନସୁଲିନ ରେଜିଷ୍ଟାନ୍ସ ଯେତେବେଳେ ହାଇ ହେବ, ଏଠି ବ୍ଲଡ ଫ୍ଲୋ କମିଯିବ। ଆଉ ଯଦି ସୁଗର ଥିବ ଆପଣଙ୍କର, କିମ୍ବା ହେୟାର ଫ୍ଲୋ, ହେୟାର ରୁଟ୍ କୁ କୌଣସି କାରଣରୁ ଯଦି ବ୍ଲଡ ଫ୍ଲୋ ହେଇପାରୁନାହିଁ, ତାହେଲେ ହେୟାର ଫଲ୍ ହେବା ଷ୍ଟାର୍ଟ ହେଇଯାଏ। ତ କଣ ପାଇଁ ହୁଏ ଦେଖନ୍ତୁ, ଏଇଠି ଫୋଲିକିଲ ଥ୍ରୋରୁ ତାର ନ୍ୟୁଟ୍ରିସନ, ତାର ପ୍ରୋଟିନ ରିକ୍ୱାରମେଣ୍ଟ, ଜିଙ୍କ, ସେଲେନିୟମ, ଏ ସବୁ ତାକୁ ଦରକାର। ଯଦି ବ୍ଲଡ ନ ଗଲା, ବ୍ଲଡ ଥ୍ରୋରୁ ତ ସବୁ ଯିବ ନା।
आ ब्लड जो मानकर जाई पारेनी को मानकर जो माने अत्यधिक चापग्रस्त अवस्था थांती स्ट्रेस नौ थांती बेसी देखिबे बेसी स्ट्रेस नौथिबे इमोशनल थिंकिंग करथुबे बेसी रातिर निद हो नथिबो स्ट्रेस कंडीशन रे कोन हबो एठी ब्लड फ्लो ऑब्स्ट्रक्शन हो जाए आ बेले बेले ब्लड फ्लो कमिबा जुगु हेयर फॉलिकल ठीक से ग्रो करि पारे नाही बुझिला तो आमे कोन करू एठी ब्लड फ्लो केमती बढ़ेइबा सेही जिंसो आमे देइथाउ बेले बेले आमे कोन मिनोक्सिडिल सिरप देइथाउ मिनोक्सिडिल MINO मु देइथिबि केते जन को आपण देखिथिबे मिनोक्सिडिल मिनोक्सिडिल आमे देइथाउ बेले पेप्टाइड देइथाउ ए प्रोटीन को बैलेंस करिया पे सेरम सेरम बोली आसी जोडा मु लिंक पठे देबी आपण किछि ओरी हेबार नै आपण प्रथमे सुनंतु कांसेप्ट को सुनंतु कांसेप्ट जब तक सुनिबेनी आपण काम हबो नाही बुझिला कारण ऊपर ही ट्रीटमेंट करिबा सो दैट फ्यूचर रे आ रोग हबो नाही ओके जदि इन्फेक्शन थिबो फंगल इन्फेक्शन टीनिया कैपिटिस ताले कीटोकोनाजोल शैम्पू जदि उकुणी होउथबे आइवरमेक्टिन शैम्पू आइवरमेक्टिन रो सिरप लोशन भी लगा जाए जदि आपणकर हेयर फॉलिकल माने चुटी झड़ुची देखले आपणकर डायबिटीज अछि ब्लड फ्लो होउनी तो सेई केस रे हमें ब्लड इंसुलिन रेजिस्टेंस को ठीक करिया पई डाइट टा को चेंज करियो पड़िबो जदि प्रोटीन डेफिशिएंसी पई होची सेरम पेप्टाइड देथो बेले बेले हमें पेप्टाइड रो सेरम आछि मु लिंक पठे देबी बेले बेले मिनोक्सिडिल सिरप देथो मिनोक्सिडिल लिखि दियंतु मिनोक्सिडिल मिनोक्सिडिल कोन आपणकर एठी ब्लड फ्लो को बढ़ेवा पई एई जाया को हमें देइथौ एटा होची बेसिक थिंग्स मु कहि देली हमें टिके एडवांस जिंसो ऊपर जिबा एबे ठीक अछि हेयर ग्रो साइकिल तो मु कहि देली तीनटा फेज रे जाउछि तीनटा फेज रु फेर आपणकर या मोस्ट पीपुल हैव लोक मानकर केतरा हेयर थाए 1 लाख स्काल्प हेयर्स मन रखंतु ओके 1 लाख स्काल्प हेयर सो गोटे दुईटा चारटा पांचटा झड़ले किसी ओरी हेबे नहीं 1 लाख प्लस अच्छी ओके नॉर्मली 10% to 15% of these hair are in telogen phase and telogen माने कौन बुझिले ना चुट्टी झड़ुची जो कहते आपण टीलोजेन फेज झड़िबो टिके सेटा किछि दैट्स नॉर्मल आपण गाधेला जो टिके झड़ुची सेटा टीलोजेन फेज रे 10 रु 15% थांती तो सेटा टिके 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 आपण चुटी एमती कर दे टिके आसुते सेटा गुटे दुटा आसीबो टिके पांचटा आसु दैट्स नॉर्मल ता पय किछि बेसी ओरी हेबार नै टीलोजेन फेज से पुनी रिग्रो करिवो सेठू आउ थरे लिखि दियंतु शेडिंग ऑफ 100 to 150 टीलोजेन हेयर्स पर डे इज नॉर्मल आपण को सर कोन कहउछन इट्स नॉर्मल यस इट्स नॉर्मल शेडिंग ऑफ 100 to 150 टीलोजेन हेयर्स पर डे इज नॉर्मल मु कहून एटी साइंस कहूसी आपण जानि पारनथिबे देखिबे एटी साइंस राइट कारण से टीलोजेन फेज रे अछंती जेमति आपनको सेल्स भी सबुदिन से सेल्स न थाए किछि दिन से नष्ट होता है फिर नुआ सेल बाहरिबे ओके दैट्स द ट्रुथ सो आपण भाबंतुनी कि आपनको हेयर सब सरी जिवो नो सेटा गुटे फेज अछि तार ना होछि टीलोजेन फेज तो बेसी किछि ओरी हेबार नै बुझिले मन रखन बहुत लोग भाबंती सर हेयर तो मोर दिन को 5-7टा मुठा मुठा बाहरुछि एक्सेस हेयर लॉस जो देखले 100-150 रु हमको 300-400-500 लॉस होछि दैट मे बी या दैट मे बी ए प्रॉब्लम ओके सो सेही केस रे हमें कोन करबा तार कारण को जाई ट्रीटमेंट करबा बट बेसिक कांसेप्ट बुझि जानतो आपण डिफरेंशियल डायग्नोसिस कोन डायग्नोसिस हेई पारे कोन पई आपण को हेयर लॉस होउछि देखंतु प्रथम जिनस तो मु कहूछि टीलोजेन इफ्लुवियम जोटा हमें कहितो डिफरेंशियल डायग्नोसिस रे बेले बेले कोन होय ना आपण जो हेयर टा अछि सिंपल माने एनाजेन फेज हेयर फॉलिकल्स प्रीमेच्योरली ट्रांजिट टू टीलोजेन फेज माने बेले बेले कोन होय बिकॉज ऑफ इंसुलिन रेजिस्टेंस मन रखंतु इंसुलिन रेजिस्टेंस इज प्राइमरी कॉज विटामिन डी डेफिशिएंसी प्राइमरी कॉज इट इज ब्लड फ्लो कमी जाए तीनटा फेज कहितली मु एनाजेन काटाजेन आउट टीलोजेन राइट तो एनाजेन टा आपण जानि छंती 80 to 85% तो जितेले एनाजेन फेज रे हेयर फॉलिकल टा मैच्योर होथाय बिकॉज ऑफ लैक ऑफ ऑक्सीजन लैक ऑफ प्रोटीन लैक ऑफ ब्लड फ्लो से कोन प्रीमेच्योरली झड़ी जाए प्रीमेच्योरली से इमेच्योर हो जाए ता माने टीलोजेन फेज को पले जाए काटा
फेज न जाइए डायरेक्ट इल्यूजन फेज को जाइए से लॉस होगा स्टार्ट हुए दैट्स द प्रॉब्लम। यार मुख्य कारण ମୁଁ ଜାଣିଛି फ्रेंड दैट इज इंसुलिन रेजिस्टेंस। बहुत थर ମୁଁ କହିସାରିଛି ଏ ବିଷୟରେ। କାରଣ ଯେତେବେଳେ ପ୍ରପର ନ୍ୟୁଟ୍ରିସନ ନ ମିଳିବ ଗୋଟେ ଜାଗାକୁ, ପ୍ରପର ପ୍ରୋଟିନ ନ ମିଳିବ, ପ୍ରପର ଭିଟାମିନ ନ ମିଳିବ, ତାହେଲେ ସେଇଟା ଲସ୍ ହେଇଯିବ। ତ ଟିଲୋଜେନ ଇଫ୍ଲୁଭିୟମ ହେଉଛି ମୋଷ୍ଟ କମନ କଜ ଅଫ ଡିଫ୍ୟୁଜ ହେୟାର ଲସ୍, ମନେ ରଖନ୍ତୁ। ଆଉ ଏହାର ମୁଖ୍ୟ କାରଣ ଇନ୍ସୁଲିନ ରେଜିଷ୍ଟେନ୍ସ। ସୁଗର ପରେ ଆସିବ ଇନ୍ସୁଲିନ ରେଜିଷ୍ଟେନ୍ସ, ମନେ ରଖନ୍ତୁ। ଦ ମୋଷ୍ଟ କମନ କଜ। ଆଉ ତାକୁ କେମିତି ଭଲ କରିବ? ଆମ ଡାଏଟ ତ ଠିକ ଅଛି, ତା ସାଙ୍ଗରେ ବ୍ଲଡ ଫ୍ଲୋ କେମିତି ବଢେଇବା ସେ ଜାଗାକୁ? ୟୁ କ୍ୟାନ୍ ପ୍ରାକ୍ଟିସ ଶୀର୍ଷାସନ। ପ୍ରାକ୍ଟିସ ଶୀର୍ଷାସନ ଭାଇ, ୟେସ୍ ୟେସ୍ ୟେସ୍। ପ୍ରାକ୍ଟିସ କରନ୍ତୁ ଶୀର୍ଷାସନ, ଯୋଉମାନେ ଜାଣିଛନ୍ତି ବହୁତ ବଢିଆ। କାରଣ ମୁଣ୍ଡ ତଳ, କିଛି ନା ସର୍ବାଙ୍ଗାସନ ବି କରିପାରିବେ ଆପଣ। ଓକେ। ଯୋଉମାନେ ଶୀର୍ଷାସନ ସାର୍ କଥା, ସାର୍ ଶୀର୍ଷାସନ କଥା କଣ, ଶୀର୍ଷାସନ ମାନେ କଣ? ଶୀର୍ଷାସନ ଟିକେ ଆପଣଙ୍କୁ ଦେଖେଇ ଦଉଛି ହ୍ୱାଟ ଦ ମିନିଂ ଅଫ ଶୀର୍ଷାସନ। ଓକେ। ଶୀର୍ଷାସନରେ କଣ ହୁଏ? ଆପଣଙ୍କର ନ୍ୟାଚୁରାଲ ଆସନ, ହୁଁ, ସେଥିରେ ବ୍ଲଡ ଫ୍ଲୋ ବଢିବ ଆପଣଙ୍କ ବ୍ରେନ କୁ। ଓକେ। ତ ଶୀର୍ଷାସନ ଯୋଉ ଯୋଗ ପୋଜ ଅଛି, ଆପଣଙ୍କୁ ମୁଁ ବତଉଛି, ଯୋଉମାନେ କରିପାରିବେ ବହୁତ ବଢିଆ କାମ ଦିଏ। ପ୍ରାକ୍ଟିସ କରନ୍ତୁ ଦେଖିବେ। କିଛି ନହେଲେ ହାଫ ବାଲା ତ କରିପାରିବେ ଆପଣ। I'll show some images to you, right? Yeah. ମୋର ଯୋଉଟା ଫେଭରାଇଟ ଆସନ, ମାଇ ମୋଷ୍ଟ ଫେଭରାଇଟ ଆସନ ହଉଛି ଶୀର୍ଷାସନ। ପ୍ରତିଦିନ ମୁଁ ଏଇଟା ପ୍ରାକ୍ଟିସ କରେ। ଓକେ। ଶୀର୍ଷାସନ ଆପଣଙ୍କୁ ମେ ବି ଟିକେ ଡିଫିକଲ୍ଟ ଲାଗୁଥାଇପାରେ, ବଟ୍ ଦିସ୍ ଇଜ ମାଇ ଫେଭରାଇଟ ଆସନ। ଆଣ୍ଡ ଯୋଉଟା କି, ୟେସ୍, ରମାକାନ୍ତ ବାବୁଙ୍କର ଫେଭରାଇଟ ଆସନ, ୟେସ୍। ଓକେ। ଦେଖନ୍ତୁ ଶୀର୍ଷାସନ ମୁଁ ଦେଖେଇ ଦଉଛି ଆପଣଙ୍କୁ କେତେଟା ଇମେଜ। ଯଦି ଯୋଉମାନେ ପ୍ରାକ୍ଟିସ କରନ୍ତୁ ଷ୍ଟେପ ବାୟ ଷ୍ଟେପ, ମୁଁ କହୁନି କି ଗୋଟେ ଥର ଆପଣଙ୍କର ହେଇଯିବ, କିନ୍ତୁ ଆପଣ ଯୋଉମାନେ ବି କରିପାରିଲେ ଶୀର୍ଷାସନ ଦେଖିବେ, ଫ୍ୟୁଚରରେ ଆପଣଙ୍କର ବହୁତ ସାରା ରୋଗ, ମେଣ୍ଟାଲ ପ୍ରୋବ୍ଲେମ, ଅଲ୍ ଦିସ୍ ଥିଙ୍ଗ ଆପଣଙ୍କୁ କମିଯିବ। ଫ୍ରେଣ୍ଡସ୍ ମନେ ରଖନ୍ତୁ। ଆଉ ଶୀର୍ଷାସନ ଯୋଉଟା, ଧୀରେ ଧୀରେ ଆପଣଙ୍କ ଶୀର୍ଷ ହିଁ ଆସନ ହେବ। ମାନେ କଣ? ହେଡ ନିଚେ, हेड नीचे गोड़ ऊपर, हेड नीचे गोड़ पैर ऊपर, ठीक है? इसको बोलते हैं हम शीर्षासन। ଆପଣ ଦେଖିବେ ଆମର ଆଗୁ ବହୁତ ସାରା ମଙ୍ଗସ୍ ମାନେ, ଯୋଉମାନେ ଯୋଗ କରୁଛନ୍ତି, ସେମାନେ ବି କରନ୍ତି କି ତାଙ୍କର ଚୁଟି କେବେ ଝଡ଼ିବନି। କାହିଁକି? ବ୍ଲଡ ଫ୍ଲୋ ବଢିବ ସେଠି ଭାଇ। ବେନିଫିଟ୍ସ ଅଫ ଶୀର୍ଷାସନ ଟିକେ ଲେଖି ଦିଅନ୍ତୁ ଯୋଉମାନେ ଜାଣିନାହାନ୍ତି। ବାରମ୍ବାର ତ କହିଥାଏ ଏ ବିଷୟରେ। ହେଁ, ଶୀର୍ଷାସନରେ କଣ ହବ? ବହୁତ ସାରା ପ୍ରୋବ୍ଲେମ୍ସ ଆପଣଙ୍କର, ମାନେ ହେୟାର ଲସ୍ ତ କମିବ। ମୁଁ ତ ବାରମ୍ବାର କହୁଛି ଏ ବିଷୟରେ। ଜଷ୍ଟ ମିନିଟ୍। ହେୟାର ଲସ୍ କୁ ରୋକିବ, ଇନଫର୍ଟିଲିଟି ପ୍ରୋବ୍ଲେମ୍ସକୁ ଠିକ କରିବ, ଆଇସାଇଟ୍ ପ୍ରୋବ୍ଲେମ ବଢେଇବ, ଭର୍ଟିଗୋ ପ୍ରୋବ୍ଲେମ କମିଯିବ, ହେଡେକ୍ କମିଯିବ, ବ୍ରେନ ଫଙ୍କସନ ଭଲ କାମ କରିବ, ଆପଣଙ୍କର ବ୍ରେନ କୁ ବ୍ଲଡ ଫ୍ଲୋ ବଢିବ। ୟେସ୍, ଏଭରିଡେ ପ୍ରାକ୍ଟିସ। ମୁଁ ତ, ମୋର ଫେଭରାଇଟ ଆସନ ଏଇଟା। ଏଭରିଡେ। କୋଉଠି କରିବେ ଆପଣ? ଆପଣ ଯୋଉ ବେଡ୍ ରେ ଶୋଉଛନ୍ତି ସେଠି କରନ୍ତୁ। ଆପଣଙ୍କ ପିଲା ଛୁଆକୁ ପ୍ରାକ୍ଟିସ କରାନ୍ତୁ ଏଇଟା। ଧୀରେ ଧୀରେ ପ୍ରାକ୍ଟିସ କରାନ୍ତୁ, କହୁନି ଗୋଟେ ଦିନ ହେଇଯିବ। ପ୍ରାକ୍ଟିସ କରାନ୍ତୁ ପିଲା ଛୁଆଙ୍କୁ। ଇଭିନ ମୋର ଛୋଟ ଝିଅ ବି ସେଇଟା କରୁଛି। ମାନେ ଶୀର୍ଷାସନ, ରାଇଟ? ସେ ଭେରି ଗୁଡ ଆସନ। ଆପଣଙ୍କ ଚୁଟି ଝଡିବନି, ରାଇଟ? ଆହୁରି କଣ ବେନିଫିଟ ଅଛି ୟାର, ମୁଁ କହିଦଉଛି ଆପଣ। ୟାର ବହୁତ ସାରା ବେନିଫିଟ ଅଛି ଶୀର୍ଷାସନର। ଓକେ। ଯୋଉମାନେ କରୁନାହାନ୍ତି, ମୁଁ ତାଙ୍କୁ କାହିଁ ରିକ୍ୱେଷ୍ଟ କରୁଛି। ହଁ, ୟାର କେତେ ପ୍ରିକସନ ବି ରହୁଛି। ଏଁ, ଆପଣ ଯଦି, ଡିଫିକଲ୍ଟ ନୁହଁ, ଇଟ୍ସ ଭେରି ଇଜି ଯୋଉମାନେ ପ୍ରାକ୍ଟିସ କରନ୍ତି। ଓକେ। ନେଲେ ଆପଣ ଘର ଜଣଙ୍କର ହେଲ୍ପରେ କରିବେ, ଯଦି ଆପଣ ଇମିଡିଏଟଲି କରିପାରୁନାହାନ୍ତି। ଠିକ ଅଛି, ଷ୍ଟାର୍ଟ କରନ୍ତୁ ସ୍ମଲ୍ 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 ଷ୍ଟେପ୍ସ ରୁ, ଅଳ୍ପ ଅଳ୍ପ କରିକି ଦେଖିବେ। ବହୁତ ବଢିଆ। ହଁ, ଯୋଉମାନେ ବହୁତ ମୋଟୁ ଥାନ୍ତୁ କରିବେନି, କାରଣ ସେମାନେ କରିପାରିବେ, ତାଙ୍କର ଓଜନ ଯୋଗୁଁ ମୁଣ୍ଡ ଭାରି ହବ। ସୋ ଓଜନ କମିଲା ପରେ ସେମାନେ କରିବେ। ଇଟ୍ strengthens the muscles of the neck and shoulder, abdomen, spine, relieves headache। ହେଡେକ୍ ହଉଛି ସାଙ୍ଗେ ସାଙ୍ଗେ କମିଯାଏ। ଇଟ୍ ହେଲ୍ପସ୍ ଇନ୍ ସାର୍କୁଲେଟିଂ ବ୍ଲଡ, ବ୍ଲଡ ଫ୍ଲୋ ବଢାଏ ସେଠି। ଓକେ। ବହୁତ ସାରା କାମ କରିଥାଏ, ଷ୍ଟ୍ରେସ୍ ରିଲିଭ କରିଥାଏ ଆପଣଙ୍କର, ରାଇଟ୍? ସୋ ଶୀର୍ଷାସନର ବହୁତ କିଛି ବେନିଫିଟ୍ ଅଛି, ବଟ୍ ଅଣ୍ଡର ଦ ଗାଇଡେନ୍ସ ଅଫ ଏନି ଗୁରୁସ୍ ଅର୍ ଅଲ୍ ଦିସ୍ ଥିଙ୍ଗ ଆପଣ କରିପାରିବେ। ଇମିଡିଏଟଲି ଆପଣ ମାନେ ମନକୁ ମନ କରନ୍ତୁ, ଯେତିକି ପାରିବେ ଷ୍ଟାର୍ଟ କରନ୍ତୁ। ଠିକ ଅଛି। ସେ ୱାନ୍ ଅଫ ଦ ଗୁଡ୍ ଆସନ। କହିବାର ମାନେ ହଉଛି, ଇଫ୍ ୟୁ ଡୁ ଦିସ୍ କାଇଣ୍ଡ ଅଫ୍ ଆସନ,
that's really protective to you. ଆପଣ ଦେଖିବେ ଚୁଟି ଏମିତି ଯେମିତି ତଲ କରି ରହିବ, ଯଦି ବ୍ଲଡ ଫ୍ଲୋ ହେଲେ ସିନା ଚୁଟିଟା ରହିବ, ହଁ କି ନାଇଁ? ସେଇଟା ବୁଝନ୍ତୁ ଆପଣ ମାନେ। ଡିଫିକଲ୍ଟ ବଟ୍ ଟ୍ରାଇଟ୍। ବହୁତ ଜିନିଷ ଡିଫିକଲ୍ଟ ଥିଲା ଆମ ପାଇଁ, ବଟ୍ ଆମେ ଯଦି ଟ୍ରାଏ କରୁ ଆମେ ଧୀରେ ଧୀରେ ସବୁ କମିଯିବ ଦେଖିବେ। ସୋ ଦି ଆର୍ ଦ ଭେରି ଗୁଡ୍ ଆସନସ୍, ୟୁ ସୁଡ୍ ଟ୍ରାଏ ଇଟ୍, ରାଇଟ୍? ତାପରେ ନେକ୍ସଟ ପଳେଇ ଆସିବା। ଆମର ଯୋଉ ଟପିକ୍ସ ଥିଲା କି ଟିଲୋଜିଅନ ଇଫ୍ଲୁଭିୟମ କଥା କହୁଥିଲି, ଇନସୁଲିନ ରେଜିଷ୍ଟାନ୍ସ ପାଇଁ ହଉନଥିଲା। ଚଲୋ, ଆକ୍ୟୁଟ ଆଣ୍ଡ କ୍ରୋନିକ ଥାଏ, ଦୁଇ ପ୍ରକାର ହେୟାର ଲସ୍ ଥାଏ। ଗୋଟେ ଆକ୍ୟୁଟ ମାନେ ୱିଥିନ୍ 6 ମନ୍ଥ ଭିତରେ ଲସ୍ ହେଇଥିବ, ବହୁତ ସାରା ଲସ୍ ହଉଥିବ। ଆଉ କ୍ରୋନିକ ମାନେ ସ୍ମଲ୍ 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 6 ମାସ ପରେ ବି ବାରମ୍ବାର ଲସ୍ ହଉଛି। କଣ ପାଇଁ ହେଇଥାଏ ମୁଁ ତାର କାରଣକୁ ବି ପଳେଇ ଆସିବା। ଦେଖନ୍ତୁ, ଏଇ ଯୋଉ ଟ୍ରାଇଗର୍ସ କୁ ଯଦି ଆପଣ ବୁଝିଗଲେ, ୟାକୁ ଯଦି ବନ୍ଦ କରିଦବା ତାହେଲେ ହେୟାର ଲସ୍ କମି କମି ଯିବ। ଫିଜିଓଲୋଜିକାଲ ଷ୍ଟ୍ରେସ୍, ମୁଁ କହିଥିଲି ଯଦି ଫିଜିଓଲୋଜିକାଲ ଷ୍ଟ୍ରେସ୍ ବେଶୀ ରହିବ, ଆପଣଙ୍କର ବଡି ହାଇ ଫିଭର, କିଛି ସର୍ଜରୀ ହେଲା, ଆପଣଙ୍କର କିଛି ଆଣ୍ଟିବାୟୋଟିକ ଖାଉଛନ୍ତି, ପୋଷ୍ଟପାର୍ଟମ ହେମୋରେଜ ହେଲା, ବ୍ଲଡ କମିଗଲାଣି ଆପଣଙ୍କର, ଦେନ୍ ଦ୍ୟାଟ୍ କଜେସ୍ ଟିଲୋଜିଅନ ଇଫ୍ଲୁଭିୟମ। କହୁଛି 2 to 3 month after the insult. Physiological stress, emotional stress କଣ? The relationship between emotional stress and hair loss is difficult in nature, but hair loss itself is stressful to the patient also। ବୁଝିହେଲା? ଇମୋସନାଲ କଜ୍ ବି ଅଛି, ଫିଜିକାଲ କଜ୍ ବି ଅଛି। ଷ୍ଟ୍ରେସ୍ କୁ କମେଇବା, ଇନଫେକ୍ସନ କୁ କମେଇବା, ଏବଂ ବାକି ଯୋଉ ଯୋଉ ଜିନିଷ ଅଛି ତାକୁ କ୍ଲିୟର କରିବା। ଡାଏଟ୍ରି ଟ୍ରାଇଗର୍ସ କଣ? ବାରମ୍ବାର ଲେଖନ୍ତୁ, ସବୁକୁ ଆମକୁ ଦେଖିବାକୁ ଅଛି। ଆପଣ ଜବ ତକ ଫୁଲ ଭିଡିଓ ଦେଖିବେନି ଜାଣିପାରିବେନି। ଡାଏଟ୍ରି ଚେଞ୍ଜେସ୍, ଯଦି ନ୍ୟୁଟ୍ରିସନ କମିଗଲା, କଣ? ଜିଙ୍କ, ବାରମ୍ବାର ମୁଁ ଜିଙ୍କ କୋଭିଡ ବି ଦେଇଥାଏ, ଆପଣ ଦେଖିଥିବେ। ଜିଙ୍କ କୋଭିଡ ଓ ଆଇରନ୍ ଡେଫିସିଏନ୍ସି ଯଦି ହେଲା, ଆପଣ ଲେଖନ୍ତୁ, ଡାଲିମ୍ବ ଖାଆନ୍ତୁ ପ୍ରତିଦିନ 2ଟା ଡାଲିମ୍ବ, ସକାଳୁ ଗୋଟେ ଡାଲିମ୍ବ, ଉପରଲା ଗୋଟେ ଡାଲିମ୍ବ। ଆପଣ ମଟନର ଲିଭର ଖାଆନ୍ତୁ, ଆପଣ ଗ୍ରୀନ ଲିଫି ଜୁସ୍ ପିଅନ୍ତୁ। ଆପଣ ଜିଙ୍କ ପାଇଁ କଣ ସୋର୍ସ ଅଛି? ନଟ୍ସ ଆଣ୍ଡ ସିଡ୍ସ, ଫ୍ଲାକ୍ସ ସିଡ୍ସ, ଚିଆ ସିଡ୍ସ, ଏଇ ସିଡ୍ସ ଆଣ୍ଡ ନଟ୍ସ ରେ ଅଛି। ମାଛର ସ୍କିନ ରେ ଅଛି ଜିଙ୍କ। ପ୍ରୋଟିନ ଯୋଉମାନଙ୍କର କମିଯାଏ, ଫ୍ୟାଟି ଏସିଡ କମିଯାଏ, ତାଙ୍କ କେସରେ ବି ସେମିତି ହୁଏ। ଓକେ। ମାଲ ଆବଜର୍ପସନ ସିଣ୍ଡ୍ରୋମ, ଯୋଉମାନଙ୍କର ଗ୍ୟାଷ୍ଟ୍ରିକ ପ୍ରୋବ୍ଲେମ ଥାଏ ଏବଂ ପାନକ୍ରିଆଟିକ ଇସ୍ୟୁଜ ଥାଏ, ଯଦି ସେମାନେ ଆବଜର୍ବ ହଉନଥିବ ଖାଦ୍ୟ ଖାଇଲା ପରେ, ତାଙ୍କର ବି ସେମିତି ହୁଏ। ଅଦର୍ସ ଡିଜିଜ ଲାଇକ ଭିଟାମିନ ଡି ଡେଫିସିଏନ୍ସି, ବାୟୋଟିନ ଡେଫିସିଏନ୍ସି ଅଲସୋ ଲିଡ୍ସ ଟୁ ଦ୍ୟାଟ୍। ସୋ ଫର ଦ୍ୟାଟ୍ ଆମେ ବେଳେ ବେଳେ वी ରାଇଟ୍ ଦ୍ୟାଟ୍ ମଲ୍ଟିଭିଟାମିନ୍ସ, ଯେମିତିକି ଜିଙ୍କୋଭିଟ, ୟେସ୍ ଜିଙ୍କୋଭିଟ। ଓକେ, ୟା, ତ ସେଇଟା ବି ଲେଖିଥାଉ। ଆଉ ତାପରେ ମେଡିକାଲ କଣ୍ଡିସନରେ କଣ କଣ ପାଇଁ ଚୁଟି ଝଡିଥାଏ ଲେଖନ୍ତୁ। ହାଇପୋଥାଇରଏଡିଜମ, ଯୋଉମାନଙ୍କର ଥାଇରଏଡ ପ୍ରୋବ୍ଲେମ ପାଇଁ, ଯୋଉମାନଙ୍କର ଲିଭର ଫେଲ, ଫ୍ୟାଟି ଲିଭର ପାଇଁ, ସିଷ୍ଟମିକ ଆମାଇଲୋଡୋସିସ୍ ପାଇଁ, କ୍ରୋନିକ ରିନାଲ ଫେଲୁଅର, ଇନଫ୍ଲାମେଟରୀ ବାଉଲ ଡିଜିଜ, ଅଟୋ ଇମ୍ୟୁନୋ ଡିଜିଜ, ଏଇ କେସରେ ବି ଝଡିଥାଏ। ଅଟୋ ଇମ୍ୟୁନୋ ଡିଜିଜ ରଖନ୍ତୁ। ଆଉ ଇନସୁଲିନ ରେଜିଷ୍ଟାନ୍ସ ଏମାନଙ୍କର ସବୁଠୁ ମୂଳ କାରଣ। ଆଉ ଯୋଉମାନେ ଏଇ ମେଡିସିନ ବହୁତ ଦିନ ଧରିକି ୟୁଜ କରୁଛନ୍ତି, ଯେମିତି ଓସି ପିଲ୍, ଓରାଲ କଣ୍ଟ୍ରାସେପ୍ଟିଭ ପିଲ୍ ୟୁଜ କରୁଛନ୍ତି, ରେଟିନଏଡ୍ସ ୟୁଜ କରୁଛନ୍ତି, ବିଟା ବ୍ଲକର ୟୁଜ କରୁଛନ୍ତି, ଏସି ଇନହିବିଟର ୟୁଜ କରନ୍ତି, ଆଣ୍ଟି କନଭଲସେଣ୍ଟ, କିମ୍ବା ଯୋଉମାନେ ଡିପ୍ରେସନ ପାଇଁ ୟୁଜ କରୁଛନ୍ତି, ତା ପାଇଁ ବି ବେଳେ ବେଳେ ହୋଇଥାଏ। ଆପଣ ଜାଣିଛନ୍ତି ଆଣ୍ଟି ଡିପ୍ରେସନ ମେଡିସିନ ସମଟାଇମ୍ସ ଲିଡ୍ସ ଟୁ ଇନସୁଲିନ ରେଜିଷ୍ଟାନ୍ସ। ଓଜନ ବଢି ବଢି ଚାଲିବ, ଡିପ୍ରେସନ ପାଇଁ ସାଇକେଟ୍ରିକ ପାଇଁ ଖାଉଥିବେ କିନ୍ତୁ ଓଜନ ବଢି ବଢି ଚାଲୁଥିବ ସିଆଡେ। ଓକେ, ତ ଦ୍ୟାଟ୍ ଅଲସୋ ଲିଡ୍ସ ଟୁ ଇନସୁଲିନ ରେଜିଷ୍ଟାନ୍ସ। ହାଉ ଟୁ ଆଇଡେଣ୍ଟିଫାଏ ଟ୍ରାଇଗର୍ସ? ପେସେଣ୍ଟକୁ ଦେଖିଲା ପରେ, ତାଙ୍କର ହିଷ୍ଟ୍ରି ନେଲା ପରେ, ଆମେ ଟ୍ରାଇଗର୍ସଟାକୁ ଫାଷ୍ଟ ଚିହ୍ନିଥାଉ। ଆକର୍ଡିଂ ଟୁ ଦ ଟ୍ରାଇଗର୍ସ ଆମେ ତାଙ୍କୁ ମାନେ ଭଲ କରିବାକୁ ପଡିବ। ଓକେ, କଣ ପାଇଁ ଝଡୁଛି? ଯେମିତି ମୁଁ କାରଣ ଉପରେ ଏବେ କହୁଥିଲି ଆପଣଙ୍କୁ, କୋଉ କାରଣ ପାଇଁ ଝଡୁଛି, କଣ କରିବା। ଓନ୍ଲି ଓନ୍ଲି ମେଡିସିନ୍ସରେ ବି ହୁଏ ନାହିଁ, ସେଥିପାଇଁ ଆମେ ମଲ୍ଟିପୁଲ ହେୟାର କେୟାର ପ୍ରୋସିଜିଓର୍ସ, ଡାଏଟ୍ରି ଆପ୍ରୋଚ, ଫ୍ୟାମିଲି ହିଷ୍ଟ୍ରି, ବେଳେ ଜେନେଟିକ ହେଇଥାଏ। ଆପଣ କେମିତି ଜାଣିବେ ଜେନେଟିକ ହେଇଛି ନା ନାହିଁ? ମୁଁ ଆପଣଙ୍କୁ ଦେଖଉଛି, ରୁହନ୍ତୁ। ଜେନେଟିକ ପ୍ୟାଟର୍ନ କେମିତି ଜାଣିବେ ଆଜ୍ଞା? ମାନେ ଆଉ ଗୋଟେ ଅଛି ଏଲୋପେସିଆ ଏରିଆଟା, ମାନେ କଣ? ଆପଣ ଦେଖିବେ ଗୋଟେ ପାର୍ଟ ଚୁଟି ଝଡିଥିବ ପୁରା, ଆପଣ ଗୋଟେ ଏରିଆଟା, ମାନେ କଣ? ଏରିଆ ଏରିଆ ପେଚ୍ ପେଚ୍ ପଳଉଥିବ ଆପଣଙ୍କର, ଏଇଟା କଣ? ଏଲୋପେସିଆ ଏରିଆଟା, ଅଟୋ ଇମ୍ୟୁନ। ୟେସ୍, ଭିଟଲିଗୋ କେସରେ। ଓକେ, ଏମିତି ହେଇଯାଏ ଦେଖନ୍ତୁ। ଓକେ, ଆଉ ଗୋଟେ ଅଛି ଏଲୋପେସିଆ ଟୋଟାଲିସ୍, ଯୋଉଥିରେ କି ଟୋଟାଲ ଲସ୍ ହେଇଯାଏ, ପୁରା କିଛି ବି ହେୟାର ରହିବ ନାହିଁ। ଇଟ୍ ଇଜ ଅଲସୋ ୱାନ୍ ଫର୍ମ ଅଫ ଅଟୋ ଇମ୍ୟୁନୋ ଡିଜିଜ। ଆପଣଙ୍କ ବଡି ହେୟାର ଫୋଲିକିଲ ଏଗେନ୍ଷ୍ଟରେ ଆଣ୍ଟିବଡି ତିଆର କରିଦିଏ, and that's the problem। ଓକେ, that's the problem। ତାପରେ prognosis କଣ? Spontaneous remission can be expected in the majority of the cases of hair loss limited to
ସ୍ମଲ୍ ପେଚେସ୍ ଏଲୋପେସିଆ ଏରିଆରେ ଅତି ଶୀଘ୍ର ଭଲ ହେଇଯାଆନ୍ତି, କିନ୍ତୁ ଯୋଉଟା ସ୍ମଲ୍ ପେଚ୍ ଥାଏ, କିନ୍ତୁ ଯୋଉମାନଙ୍କର ଟୋଟାଲି କେସରେ ରିକଭରି ହେଇପାରେ ନାହିଁ, ମୁଁ କହିଦଉଛି। ଓକେ, ତ ଆମେ ତାକୁ ଦେଖିକି ଫିଜିକାଲ ଏକ୍ଜାମିନେସନ କରିକି ୱି ଗିଭ୍ ସମ୍ ସ୍ଟିରଏଡ୍ ବି ଦେଇଥାଉ ବେଳେ ବେଳେ। କଣ ଦେଇଥାଉ ତାକୁ ବି ଆପଣଙ୍କୁ ଜଣେଇ ଦଉଛି, ଜଷ୍ଟ ଏ ମିନିଟ୍। या ପ୍ଲକ୍ ଟେଷ୍ଟ ପେଡ଼ିଦ ଆପଣଙ୍କୁ ଡିଫିକଲ୍ଟ ହବ। ଆମେ ଯୋଉ ପ୍ରୋଫାଇଲ ଟେଷ୍ଟଟା କରିଥାଉ ଆଇରନ୍ ଲେଭେଲ କରିଥାଉ, ଯେମିତି ଆମେ ଆମର ପ୍ରୋଫାଇଲ ଟେଷ୍ଟରେ ଅଛି ଆପଣଙ୍କର। ବେଳେ ବେଳେ ଜିଙ୍କ୍ ଲେଭେଲ କରାଯାଏ, ଥାଇରଏଡ୍ ଲେଭେଲ କରାଯାଏ, ଇନ୍ସୁଲିନ ରେଜିଷ୍ଟାନ୍ସ ଲେଭେଲ କରାଯାଏ, ଫ୍ୟାଟି ଲିଭର ଟେଷ୍ଟ କରାଯାଏ। ଓକେ, ବେଳେ ବେଳେ କଣ ହୁଏ, एंड्रोजेनिक एलोपेसिया गोटे अच्छी देखिए, माने एंड्रोजेनिक माने कौन, मेल पैटर्न हेयर लॉस आउ फीमेल पैटर्न हेयर लॉस। ओके, जेनेटिक जो जेनेटिक बोली कह जाए, जेनेटिक्स माने आपनकर बापार जदि पुअर हबो, मार जदि अछि झियर हबो, सेमतिया टाइप रो। ओके, ताकू एंड्रोजेनिक एलोपेसिया कह जाए। देखो एटा होची एंड्रोजेनिक एलोपेसिया, माने मेल पैटर्न ऑफ हेयर लॉस। देखिए ଆପଣ ବାପା ଯଦି ଏମିତିଆ ଥିବେ ତାହେଲେ ଆପଣଙ୍କୁ ଧୀରେ ଧୀରେ ଏମିତିଆ ଚୁଟି ମାନେ ଏମିତି ହେଇଯିବ। ଠିକ ଅଛି, ଏଇଟା ହଉଛି ଏଣ୍ଡ୍ରୋଜେନିକ ଏଲୋପେସିଆ। ଦେଖନ୍ତୁ ଚୁଟି କେମିତି ଝଡୁଛି, ଏମିତିଆ ଥିଲା ଏମିତି ଚୁଟି ଝଡିଯିବ, ଏଇଟା ଏଣ୍ଡ୍ରୋଜେନିକ ଏଲୋପେସିଆ। ମାନେ ବାପାଙ୍କର ଯଦି ପୁଅ ମାନଙ୍କର ହୁଏ, ଏମିତିଆ ହଉଛି ଏଣ୍ଡ୍ରୋଜେନିକ। ଠିକ ଅଛି, ଏଇଟା ହଉଛି ମେଲ ପ୍ୟାଟର୍ନ ହେୟାର ଲସ୍, ଚୁଟି ଝଡିବ। ଆଉ ଫିମେଲ ମାନଙ୍କ କେସରେ କଣ ହୁଏ ଦେଖନ୍ତୁ, ଆପଣଙ୍କର ତାଙ୍କର ବି ହୁଏ ସେମିତି, ମାନେ ହେୟାର ଲସ୍ ଯୋଉଟା ଏଣ୍ଡ୍ରୋଜେନିକ ଏଲୋପେସିଆ ଇନ୍ ଓମେନ୍, ତାଙ୍କର ବି ସେଇ ହିସାବରେ ହେୟାରଟା ଲସ୍ ହବ, ପେଚ୍ 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 କରି ଲସ୍ ହେଇ ପଳେଇବ, due to genetic predisposition with excessive response to androgen। yes, ଆଉ ତାକୁ ପ୍ରିଭେଣ୍ଟ କରିବା ପାଇଁ ଆମେ କଣ କରୁ, ଆମେ ଡିଫରେଣ୍ଟ କାଇଣ୍ଡ ଅଫ ହେୟାର ଲସ୍ ପ୍ୟାଟର୍ନ ଅଛି, ତାକୁ ୟାକୁ ଡାୟଗ୍ନୋସିସ୍ କରିବା ଆମେ ଡକ୍ଟର ମାନଙ୍କର କାମ, ଆମେ ଡାୟଗ୍ନୋସିସ୍ କରିଥାଉ। ବଟ୍ ଆପଣଙ୍କୁ ଯୋଉଟା ଜାଣିବାର ଅଛି ଆମେ କଣ କରିବା, ମ୍ୟାନେଜମେଣ୍ଟ। ୟେସ୍, ଏଜୁକେଟିଂ, ଯେମିତି ମୁଁ ଆପଣଙ୍କୁ ଏଜୁକେଟ କରୁଛି ଏବେ, ପ୍ରଥମ ଜିନିଷ କି ମୁଁ ଆପଣଙ୍କୁ ଏଜୁକେଟ କଲି, ଭାଇ ତୋର डाइट को चेंज कर, तोर रूट कॉज को जा, नॉर्मल हेयर साइकिल को बुझे को पड़िबो। नॉर्मल हेयर साइकिल शुड बी एक्सप्लेन। ओके, आपण कहीं बुझो नथिबे, एटा सेते मैं बुझे देली। तो कौन कौन किसी स्ट्रेस अच्छी कि ताको रेकॉर्ड करंतु, कौन मेडिसिन नौचंती कि जोथि पई मे बी हेयर लॉस होतुबो। ओके, और से ट्राइगर टाको आइडेंटिफाई କରିବାକୁ ପଡିବ। ଆପଣ ଯଦି କାରଣକୁ ଜାଣିବେ ସଲ୍ୟୁସନ ଶୀଘ୍ର କରିପାରିବା। ଯଦି କିଛି ରୋଗ ଅଛି, ନ୍ୟୁଟ୍ରିସନାଲ ଡେଫିସିଏନ୍ସି, ଭିଟାମିନ ଡି କମିଲା ମାନେ ହେୟାର ଲସ୍ ହବ, ମନେ ରଖନ୍ତୁ, ଏଇଟା ଗୋଟେ ଭୁଲି ଯାଇଥିଲି ମୁଁ। ଭିଟାମିନ ଡି, ୟେସ୍, ସୋ ଭିଟାମିନ ଡି କୁ ଜରୁର ଠିକ ରଖନ୍ତୁ। ୟେସ୍, ଥାଇରଏଡ ଡିଜିଜ ଯଦି ରହୁଛି, ଥାଇରଏଡ କୁ ଠିକ ରଖିବାକୁ ପଡିବ। ହଁ, ଆଉ ବାୟୋଟିନ୍ ଜିଙ୍କ ଆମେ ରିପ୍ଲେସମେଣ୍ଟ ଫର୍ମରେ ଦେଇଥାଉ, ଜିଙ୍କୋଭିଟ ରେ ମିଳିଯିବ ଆପଣଙ୍କୁ ଟେବଲେଟ ଜିଙ୍କୋଭିଟ। ଠିକ ଅଛି, ତାପରେ ଆମେ କଣ କରୁ, ट्रीटमेंट ऑफ एंड्रोजेनिक एलोपेसिया। कॉमनली जो मानकर मेल पैटर्न हेयर लॉस होता है एंड्रोजेनिक एलोपेसिया, मैं से केस रे कौन करिबा। ओके, सो ए केस रे आमे गोटे सॉल्यूशन यूज करतो, तार ना होची 5% टॉपिकल मिनोक्सिडिल सॉल्यूशन। 5% टॉपिकल मिनोक्सिडिल, आउ कोन देताऊ, ओरल फिनास्टेरॉइड 1 mg डेली। एटा कोन पे दिया जाए, मेल एलोपेसिया, मेल पैटर्न हेयर लॉस, मन रखंतु मेल पैटर्न। आमे इटा केते यूज फॉर एटलीस्ट 6 मंथ टू एसेस द रेस्पॉन्स। अपन अधा लोग मासे यूज छाड़ी दे, एंदी गले हबो ना, एटा काम तो करिवो ना, एटलीस्ट फॉर 6 मंथ। मिनोक्सिडिल लोशन टा लगे देबे सेठी, खाली फोम फोम टाइप भी मिले, सॉल्यूशन मिले, लगे कि छाड़ी देबे, अपन धोइबार नाही ताको, सेठी ब्लड फ्लो बढ़िबो आपनकर। आउ ओरल फिनास्टाइड कोन करिवो, आपनकर जो एंड्रोजन एक्सेस जो हेयर फॉल होची ताकू से बंद कर दबो। सो वी गिव दैट। आउ फीमेल पैटर्न रे कोन देइथाउ, आमे फीमेल मानकर जो मानकर लॉस होता है 2 to 5% मिनोक्सिडिल, मिनोक्सिडिल समस्त ପାଇଁ दिया जाए। ता संगरे हमें बेले बेले देइथाउ कोन, टॉपिकल स्टैडियल देइथाउ और ओरल एंटी एंड्रोजन लाइक स्पाइरोनोलैक्टोन भी देइथाउ, स्पाइरोनोलैक्टोन भी देइथाउ। आउ याको 6 मंथ पे आमे मैनेज करथाउ। आ जेहेतु आयरन लेवल कम थाए तांकर, तांको आयरन टेबलेट दिया जाए, जिंक टेबलेट दिया जाए, जिंको भिड रे बहुत मिली जिवो। आउ ता संगरे बेले बेले जो मानकर प्रोटीन कम पाइथाउ, आमे प्रोटीन रो पेप्टाइड 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 भी देइथाउ, बुझि परले। सो इट्स ए
कंपोजिट मैनेजमेंट चेष्टा करूची आपनको सिंप्लीफाई करबा पई मिनोक्सिडिल स्पाइरोलैक्टोन जिंकोविड आउ पेप्टाइड जदि इन्फेक्शन थिबो सेटा अलगा जिंस जेंति कि हम फंगल इन्फेक्शन कहतुलु जदि आपनकर उपी होची उपुनी अछंती ताकू भी मैनेज करबो पड़िबो ठीक अछि तो सब देखि कि हमें डिसाइड करी करतौ आपण पचारे सर मिनोक्सिडिल कोन टिके बुझै दियंतु देखंतु टॉपिकल जो मिनोक्सिडिल अछि से कोन करिवो इट promotes the survival of normal papillary cells, prolongs the enagen growth of the growth phase, gradually enlarges the minimum कारण सेठी ब्लड फ्लो बढ़ेबो ये ओके बहुत बढ़िया रेस्पॉन्स करे एटलीस्ट 2 to 3 month यूज न कले आपण जानि परिबे नाही ओके तो मिनोक्सिडिल इज ए वेरी गुड थिंग आपण जोटा यूज करि परिबे हम जो देइथाउ भी The most frequent adverse effects are mild scalp irritation. बेले बेले कौन हुए मिनोक्सिल रे टिके स्काल्प इरिटेट ही थाए जो मानकु एलर्जिक डर्मा माने बेले बेले कांटेक्ट डर्माटाइटिस थाए समस्त को हुए नि सम केसेस रे हमें देखि जो बहुत पेशेंट दे रेस्पोंड विथ सिग्निफिकेंट हेयर ग्रोथ बढ़िया हेयर ग्रोथ ही थे तापर एंड दैट्स ए गुड थिंग ओके मिनोक्सिडिल मन रखले गला तापर हमें कोन करू कॉम्बिनेशन करता कौन कंबाइन करता फिनास्टेराइड फिनास्टेराइड 1 mg फिनास्टेराइड FINASTERAID आमे लिखिबो एटा आपण फिनास्टेराइड आमे 1 mg देथो कोन पई आपण को एंड्रोजन को स्टॉप करिवा पई ओके बहुत सारा फ्यूचर ऑप्शन आसिलानी एबे जेंति सर्जरी आसिलानी लाइट थेरेपी आसिलानी पेशेंट एजुकेशन ता बहुत इंपोर्टेंट आमे जानिछु स्काल्प हेयर ट्रांसप्लांट आसिलानी ओके एंटी एंड्रोजेंस इन केस ऑफ फीमेल मानकरे आमे देइथाउ स्पाइरोनोलैक्टो ओके 100 to 300 mg पर डे आ गोटे फ्लूटामाइड दिया जाए ओके तो स्पाइरोनोलैक्टो कॉमनली सब जगह मिली जाए फिनास्टेराइड 5 अल्फा रिडक्टेज जोड़ा मेल मानक पई आ स्पाइरोनोलैक्टो फीमेल मानक पई ठीक अछि बट मेडिसिन्स को बेसी जीवा नहीं आपण नेचुरल जेमती कहली डाइट ऊपर हमें बहुत सारा डिस्कशन करथिले भी है ना आ बेले बेले जोटा एलोपेसिया एरियाटा माने गोटे जगह रे आपन को हेयर ता जदी लॉस होची जेमती एई जगह रे हमें बेले बेले इंजेक्शन भी देइथाउ हमर स्किन स्पेशलिस्ट माने आपण जहा पाकू भी जिबे सेठी कोन ସେମାନେ ବି ଲୋକାଲ ଆପଣଙ୍କୁ ସେଠି ଦେବେ ଲୋକାଲି ଟୋପିକାଲ ଯଦି ଗୋଟେ ଜାଗାରେ ହଉଛି ସେଠି ସେଇ ଜାଗାରେ କିଛିଟା ଇମ୍ୟୁନୋ ସୁପ୍ରେସିଭ ଦେବାକୁ ପଡିଥାଏ ओके टॉपिकल टॉपिकल इंट्रालेसियोनल आमे देइथाउ एठी ठीक अछि तो सेठी पुणी हेयर आसीबा आ लास्ट को कोन ऑप्शन अछि हेयर ट्रांसप्लांटेशन कोन अछि हेयर ट्रांसप्लांटेशन इज ए सर्जिकल ऑप्शन जोडा आपनकर हेयर फॉलिकल्स को गोटे जगार डोनर्स पार्ट रु नै की जोठी बेसी चुटी होची सेही पार्ट रु फॉलिकल को नै की जोठी नथिबो सेही पार्ट रे ताकू लगा जाए आपण देखिथिबे जदि एई पछाड़ू माने डोनर एरिया रो एटी नै कि निया हबो कारण सेठी दरकार नथिबो चुटी को फ्रंट रे रखा हबो एटी देखो ओके सो याको हमें हेयर ट्रांसप्लांट भी कहि थाउ सेतरे पूरा से पार्ट को नेबा पड़थाय आपनको रूट रू काढी की जेमति गच्छ जो जगह रे गच्छ नथिबो आपण जेमति वृक्ष रोपण करूछंती गोटे जगह रो नै कि आ गोटे जगह रे एक्जेक्टली लाइक सेमति ही करा जाय बट एथिरे भलो स्किन स्पेशलिस्ट भी अछंती आपण दि कहबे मो नंबर भी दे देबी आम चिन्हा भी अच्छा जो मैंने स्किन रिप्लेस सॉरी हेयर ट्रांसप्लांटेशन चाहिए आम आम सीनियर आलोक भाई अच्छा बहुत बढ़िया करती दोज वांट आम दिलीप भाई भी करती बहुत बढ़िया आई गिव देयर नंबर आल्सो जो मैंने चाहिए मते पर्सनली व्हाट्सएप करियो आई गिव देयर नंबर किछि और हेबार नहीं ठीक अछि आज्ञा आज्ञा पीआरपी ट्रीटमेंट कौन सर यस सेटा होची बायोलॉजिकल्स ओके बायोलॉजिकल्स ट्रीटमेंट कौन जो मानकर ऑटो इम्यूनो डिजीज थाए सही केस रे बायोलॉजिकल्स माने टू प्रिवेंट द ऑटो इम्यूनो डिजीज सेटा भी दिया जाए बुझी पाले यस ग्राफ ट्रीटमेंट एंड मैं पछाड़ू ग्राफ आनी एठी ग्राफ लगेबा ओके सो एमती बहुत काइंड ऑफ ट्रीटमेंट्स अछि ओके सो हाँ आलो आलो रूट्स पटिया भुवनेश्वर रे अछि आलोक भाई आमर ठीक अच्छे बहुत दिन अच्छी सो थैंक यू सो मच आप बेसिक किसी जानी था आउ ए वीडियो तले मु आउ टिके एडिट कर दबो याकू आउ तले लिंक माने सब रखी देबू
ଯେମିତିକି ଏବେ କହୁଥିଲି ଆପଣଙ୍କୁ କୋଉ ସେରମ୍ ପେପ୍ଟାଇଡ୍ କଣ ହେଁ ଯେମିତି କହିଲି କିଟୋକୋନାଜୋଲ ଶ୍ୟାମ୍ପୁ, ଆପଣଙ୍କ ମିନୋକ୍ସିଡିଲ ର ଲିଙ୍କ, ତାପରେ ଆପଣଙ୍କର ସେରମ୍ ପେପ୍ଟାଇଡ୍ କଥା ଯୋଉ କହୁଥିଲି ତାର ଲିଙ୍କ ହେଲା, ଫିନାସ୍ଟିଡର ଲିଙ୍କ, ଏଇ ତଳେ ଆମେ ସବୁ ରଖିଦେବୁ। ଏ ଭିଡିଓର ତଳେ ଯେତେବେଳେ ଆପଣ ଭିଡିଓ ସରିବ ଆପଣ ତା ତଳେ ଦେଖିବେ ଡେସ୍କ୍ରିପସନ ଲିଙ୍କ ପାଇଯିବେ, ଆଉ ତାକୁ ବି ଆପଣ ଅର୍ଡର କରିପାରିବେ। ଓକେ, ସୋ ଥ୍ୟାଙ୍କ ୟୁ ସୋ ମଚ୍ ଫର ଦିସ୍ ଗୁଡ୍ ଥିଙ୍ଗସ୍। ଆଣ୍ଡ ଆଜି ବହୁତ ରାତି ହେଇଗଲାଣି, ତଥାପି ଆପଣମାନେ around we have now 270 participants ଅଛନ୍ତି ଅନଲାଇନରେ, ରାଇଟ୍? ବଟ୍ ଦ୍ୟାଟ୍ସ ଦ ଗୁଡ୍ ଥିଙ୍ଗ। ବେଶୀ ରାତି ଯାଏ ହଁ, ମୁଁ ରେକର୍ଡିଂ ସେୟାର କରିଦେବି ଆପଣମାନଙ୍କୁ, କିଛି ଓରି ହେବାର ନାହିଁ। ଆଇ ୱିଲ୍ ସେୟାର ଦ ରେକର୍ଡିଂସ୍ ଟୁ ୟୁ ଆଣ୍ଡ ପ୍ଲିଜ rewatch that, ঠিক ଅଛି? So that yeah, so I'll share the recordings on that, and today's class was interesting, ঠিক ଅଛି? ଏମିତି ନୂଆ ନୂଆ ଟପିକ ଉପରେ ଆମେ ନଉଥିବା। ପୁଣି ଯଦି କିଛି ଡାଉଟ୍ସ ଆପଣଙ୍କ ରହିବ ଆପଣ ପଚାରି ପାରିବେ, ଠିକ ଅଛି? ଆଉ ଯଦି କିଛି ବେସିକ ଡାଉଟ୍ସ ଅଛି, you just go to the chat box and ask also. Yes, yes, yes. ହଁ, sometimes ବେଳେବେଳେ ମୋବାଇଲ ରେସ୍ପନ୍ସ ଆସେ ନାହିଁ, so for that Recording in progress. okay, okay, okay. So thank you so much. Knowledge is power. Yes, knowledge is power. We all know that. Face skin. हाँ, upcoming program କଥା ମୁଁ କହିଦଉଛି ଆମର, just a minute. हाँ, upcoming କହୁଛି